ହ୍ୟାଲୋ। ବୁଢୀ କଣ କରୁଛୁ? ହଁ ଏଇଠି ଘରେ ଅଛି, ଏଇ ବାହାରେ ବସିଛି। ବୋଉ ମଠକୁ ଯାଇଛନ୍ତି କି? ଆଉ କଣ କହିବୁନି କି? ହଁ ହଁ। ଆଉ କଣ କରୁଥିଲେ କି? ଏଇ ବ୍ୟାଗ ପକେଇକି ବସିଛି ଏଇଠି। ଆଚ୍ଛା। ଏଇ ଯୋଉ ମତେରେ କାଲି ଯୋଉ ପଚାରିଲ ମତେ ବହୁତ ଖରାପ ଲାଗିଲା। ମା ଶୁଣ ତତେ ମୁଁ ରାଗରେ କହିଲି, ରାଗ ମୋର ତୁ ଭାବି ପାରିଲୁନି ଯାଇକି ମନା କରିଦେଇ ଫୋନ କରିଦେଲି। ନାଇଁ ତମେ ରାଗରେ କୁହ କି ରାଗରେ କହିଲେ କିଛି ନୁହେଁ ଯେ ଯୋଉ ମୋ AMS ଦେହରେ ଯୋଉ ନ୍ୟୁଜ୍ ହାତ ଫାତ ଓଡ଼ିଆ। ମାଇଲ ଆଉ ତାପରେ ମତେ ଯୋଉ ମୋ ଦେହର ହାତ ମାନେ ମୋ ଛାତି ଆଡକୁ ହାତ ମାଇଲ, ତାପରେ ମୋ ଅଣ୍ଟା ଆଡକୁ ହାତ ମାଇଲ, ତାପରେ ମୋ ଜଙ୍ଘରେ ହାତ ମାରିକି ମତେ ପଚାରିଲ ଏଇ ଯେ ଚଡିଟା ଥିଲା ଏଇ ଜାଗାରେ ଚଡିଟା ଥିଲା, ମାନେ ତମେ ମତେ କଣ ଭାବିଲ କେଜାଣି ମୁଁ ବି ଠିକ ସେ ଜାଣିପାରିଲିନି। ମାନେ AMS ମତେ ନ୍ୟୁଜ୍ ବୋହୂ ଭାବିଲ ଓଡ଼ିଆ। ନା ମତେ ଝିଅ ଭଳି ଭାବୁଥିଲ ନା ଆଉ କୋଉ ଅଲଗା ନଜରରେ ଦେଖିଥିଲ ତମେ ମତେ? ନା ବୁଢୀ ସେଇଟା ମତେ ମାନେ ଏତେ କାଲି ଖରାପ ଲାଗିଲା ମାନେ ମୁଁ ତମ ମୁହଁ ଟାକୁ ଅନେଇବା ପାଇଁ ବି ମତେ ଇଚ୍ଛା ହେଲାନି। ତମର ତ ମତେ ଫାଷ୍ଟ କଥା ହେଲା ତମର ମତେ ପଚାରିବାର ନଥିଲା ଏ କଥାଟା, ତମେ ମତେ ବୋଉଙ୍କ ଦ୍ୱାରା ଏଇଟା ତ ମୁଁ ଏକ ବସିଥିଲି ନା କିଛି ଏମିତି ମାନହାନି କେସ୍ ହେଇନଥିଲା। AMS ମୁଁ ଏକ ନ୍ୟୁଜ୍ ବସିଥିଲି, ତମେ ଚାହିଁଥିଲେ ଓଡ଼ିଆ। ବୋଉଙ୍କ ହାତରେ କହିପାରିଥାନ୍ତ କି ଯାହା ବୋଉକୁ କହିବ ଆଉ ଆମେ ଏକକୁ ଯାଉଛୁ କେତେବେଳେ ମୁହାଁମୁହିଁ ହେଇଯିବ ଭଲ ଲାଗିବନି ଖରାପ ଲାଗିବ ଆଉ ବୋଉ କହିବୁ ଗାଧୁଆ ଘରକୁ ଏକ ଯିବ, ସେଇଠି ବି କଥାଟା ସରିଥାନ୍ତା। ଆଉ ବୋଉ ଥିଲା ବେଳେ ବି ତମେ ପଚାରିଲନି କି ବୋଉ ହାତରେ ବି ପଚାରିଲନି, ତମେ ନିଜେ ଆସିକି ପଚାରିଲ ଏକୁଟିଆ ବେଳେ, ଯଦି ବି ଏକୁଟିଆ AMS ବେଳେ ପଚାରିଲେ କିଛି ନ୍ୟୁଜ୍ ଖରାପ ନାହିଁ, ମତେ ଓଡ଼ିଆ। ଖାଲି କହିଥାନ୍ତା ଆଉ କୋଉଠି ଦେଖେ ଆଉ କେତେବେଳେ ମୁହାଁମୁହିଁ ହେଇଯିବ ଶଶୁର ବୋହୂ, ମୁହାଁମୁହିଁ ହେଇଗଲେ ଗୋଟେ ନାଜ ମାଡିବ ଖରାପ ଲାଗିବ, ତ ଆମର ଗାଧୁଆ ଘର ପଡିଛି ଗାଧୁଆ ଘରକୁ ଏକ ଯିବୁ, ସେଇଠୁ କଥାଟା ସରିଥାନ୍ତା। ଆଉ ତୋର ଚଡି ଏଇ ଜାଗା ଥିଲା, ତୁ ଲୁଗାଟା ଏଇ ଅଣ୍ଟା ଜାଗା ଟେକିଥିଲୁ, ଆଉ ଏଇଟା ଆଣ୍ଠେଇଥିଲୁ, ଏଇଟା ମାନେ କହିଲା ବେଳକୁ କେତେ ଗୋଟେ ଖରାପ ଲାଗିବ ଦେଇ କହିଲ? ମତେ କାଲି ରାତିରୁ ନିଦ ନାହିଁ ଭୋକ ନାହିଁ ଶୋଷ ନାହିଁ ସବୁ, ମାନେ ମୁଁ କହିଲି ମୁଁ ମାନେ ମୋ ଶଶୁର ବୋଲି କେବେ ମୁଁ ଭାବିନି, ବାପା ଭଳିଆ ସବୁବେଳେ ମୁଁ ଭାବିଛି। ମାନେ ମତେ ତମେ କାଲି କୋଉ ଭଳିଆ ବ୍ୟବହାର ଦେଖେଇଲ ତମେ ମତେ କାଲି, ମୁଁ ଡରିକି କଣ ପାଇଁ ତମ ପୁଅ କବାଟ ଖେଳି କଣ ପାଇଁ ତମ ପୁଅକୁ ଫୋନ କଲି, ତମ ଉପରେ ମୋର ବିଶ୍ୱାସ AMS ଭରସା ପାଇଲା ନ୍ୟୁଜ୍ ନା। ଓଡ଼ିଆ। କଦଳୀ ଗଛ କତିରେ ବୁଲି ଦିଛକେ ତିନିଛକେ ଦେଖିନି। ମୁଁ ଯିବି ଯୁଆଡେ ମୁଣ୍ଡଟା କୁଣ୍ଡେଇବି ନା ନାହିଁ? ତମେ ମୁଣ୍ଡଟା ତମେ କଣ ଖାଲି ଏଇ ଝରକାଟାରେ ମୁଣ୍ଡଟା କୁଣ୍ଡେଇଲେ ହବ? କଦଳୀ ଗଛ ପାଖରେ ମୁଁ ଯଦି ଏକ ବସିଛି, ସେଠି ନଡିଆ ଗଛଟା ଛେକିଛି ନା ଛେକିନି? ନା ମୁଁ ତମ ଝରକା ସାମ୍ନାରେ ଏକଟା ବସିଛି କଣ ମୁଁ ଚାହୁଁଛି ମୋ ଶଶୁର ଦେଖୁ ମୁଁ ଏକ ବସିଲା ବେଳକୁ କି? ମୁଁ ସେଇଟା ତ କେବେ ଭାବୁନି। ଏମିତି ବହୁତ ଘରେ ବି ଅଛି ଏକ ବସିଲା ବେଳକୁ ସାମ୍ନା, ଯଦି ତମର ଏଇଟା ମତେ ପଚାରିବାଟା ଟୋଟାଲ ନିୟମ ହଉନଥିଲା, ଯଦି ବି ମତେ ପଚାରିଲ କି ମତେ ବୋଉ ଥିଲାବେଳେ ପଚାରିଥାନ୍ତ, ନହେଲେ ବୋଉ ହାତରେ ବି କହିଥାନ୍ତ କି ବୋଉକୁ ଯା କହିବୁ ଆଉ ବୋଉ ବି ବାହାରକୁ ଏକ ଯିବି ନା ଆମର ଗାଧୁଆ ଘର ପଡିଛି ଆମର ଗାଧୁଆ ଘରକୁ ଏକ ଯାଉନି, ଏତିକି ମତେ ବି କହିପାରିଥାନ୍ତ ବୋଉଙ୍କ ହାତରେ। ଯଦି ବି ବୋଉଙ୍କ ହାତ ତମେ ନିଜେ ବି କହିଲେ ବି ଏକୁଟିଆ ବେଳେ କିଛି ଖରାପ ନାହିଁ, ମତେ କଣ ସେତିକି ପଚାରିଲ? ତମେ ଯୋଉ ମୋ ପିଠି ଆଡେ ହାତ ମାରିଲ, AMS ତାପରେ ମୋ ନ୍ୟୁଜ୍ ଛାତି ଆଡକୁ ହାତ ଓଡ଼ିଆ। ମାରିଲ, ତାପରେ ମୋ ପିଠି ଆଉଁସା ଆଉଁସି କଲ, ତାପରେ ମୋ ପିଚାକୁ ଆଉଁସା ଆଉଁସି କଲ, ତାପରେ ମୋ ଜଙ୍ଘରେ ହାତ ରଖିକି କଲ, ଏଇ ଯାଇ ଚଡି କଥାଟା ମତେ କେତେ ଥର ପଚାରିଛ? ଆଉ ମତେ ପୁଣି ମୁଁ କହୁଛି ତମକୁ, ମୁଁ ବାରମ୍ବାର କହୁଛି ନା ବାପା ମୁଁ ଏକ ବସିଥିଲି, ତମେ କହୁଛ ନା ତୁ ସେଠି ଆଣ୍ଠେଇଥିଲୁ। ମୁଁ ଆଣ୍ଠଉଥିଲି ସେଠି କଣ ପାଇଁ? ମୁଁ ଏକ ଯାଇଥିଲି ନା ଆଣ୍ଠେଇଥିଲି? ତମେ କହୁଛ ମୁଁ ପୁଣି ଠିଆ ହେଇକି ଦେଖିଥିଲି, ଆଉ ଥରେ ଏମିତି ଚଡି ପିନ୍ଧିକା ଚଡି ଟେକି AMS ଆସିଲି ଦେଖିଥିଲି, ନ୍ୟୁଜ୍ ମାନେ ଓଡ଼ିଆ। କେତେ ତଳକୁ ତମେ ଖସି ଯାଇଛ ଦେଖ ଟିକେ। ମାନେ କଥା ଭିତରେ ତମେ ଏତେ ତଳକୁ ଖସିଗଲ କି ମାନେ ଦିନମାନ ତମକୁ କଥା କହିବା ଦୂରର କଥା, ତମ ମୁହଁକୁ ବି ମୁଁ ଆଜି ଅନେଇନି। ଆଜି ଆସିଲି କେବଳ ସେଇଥିପାଇଁ, ମୁଁ ଖାଲି ତମ ପାଇଁ ବୋଲି ଖାସ୍ ଖାଲି ଆସିଲି। ତତେ 4-5 ଥର ଦେଖିଛି ବୋଲି ତତେ ମୁଁ ତା ବୋଲି କଣ ତମେ ମାନେ ମୋ ଉପରେ ରାଗିବା ଉଦ୍ଦେଶ୍ୟ କଣ? ମୋ ଉପରେ କଣ ତମେ ଯୋଉ କହୁଛ ମୁଁ ତତେ କାଲି AMS ରାଗିକି କହିଲି, ନ୍ୟୁଜ୍ ମୋ ଉପରେ ରାଗିବା ଓଡ଼ିଆ। ଉଦ୍ଦେଶ୍ୟ କଣ? କୋଉଥିପାଇଁ ମୋ ଉପରେ ରାଗିଲ? ରାଗିବାକୁ ଭାଇ କରିଦେଇଛ ନା, ମୁଁ ବୁଢୀ ଏରା ବାର 3-4 ଦେଖିଲି। ତମେ ତ କାଲି ମତେ ଘର ରାଗିକି କରିଛି, ଲକ୍ଷେ ଟଙ୍କା ଦେଇ ଘର କରିଛି ତୋ ପାଇଁ। ହଁ ସେଇଟା ତ ମତେ କହିଛ କାଲି, କିନ୍ତୁ ଯୋଉ କଥାଟା ତ ମତେ କହୁଥିଲ ରାଗିକି କହୁନଥିଲ, ତମେ ତ ହସି ହସିକା ମତେ କହୁଥିଲ। ଆଉ ମତେ ହସି ହସିକା ପଚାରୁଥିଲ ଆଉ ବୁଢୀ ତତେ ବହୁତ ଖରାପ ଲାଗିଛି ନା, ତମ ମନଟା ଆଜି ସେଇଥିପାଇଁ ବହୁତ ଦୁଃଖ ଅଛି ନା, ଏମିତି କହି ଯୋଉ ଆଉଁସିଲ ମତେ। AMS ନ୍ୟୁଜ୍ ଓଡ଼ିଆ। କହିସାରିଲା ପରେ ମାନେ ବୁଢୀ ତୁ ରାଗିଲୁ କି? ତୁ ମୋ ଉପରେ ରାଗିଲୁ କି ଏଇ କଥା ପଚାରନି, ଏଇଟା କଣ ଖାରାପ ଲାଗିବ ନା? ସେଇଟା ପଚାରିଲ ମତେ, ମାନେ ତମେ କହୁଛ କି ତମେ ଯୋଉଟା ପଚାରୁଛ ସବୁ ଠିକ ପଚାରୁଛ ତ? ଏଇ ଯୋଉ ଚଡି ଜଙ୍ଘ ଜାଗେ ଥିଲା, ଅଣ୍ଟା ଜାଗେ ଥିଲା, ଲୁଗା ଅଣ୍ଟା ଜାଗେ ଟେକିଥିଲୁ, ସେ କଥା ମୁଁ ଆଣ୍ଠେଇଥିଲୁ। କହିଦେବି ତ ବୁଢୀ, ଏ ଯୋଉ ବାହାରକୁ ବସିଥିଲୁ ଦିଜଣ ଦେଖିଲି ଚଡିଟା ଉଠେଇଲୁ। ନାଇଁ ମତେ ଯୋଉ କାଲି ଯୋଉ ରୋଷେଇ ଘର ସାମ୍ନା ଠିଆ ହେଲା ଯୋଉ ମତେ ଜଙ୍ଘର ହାତ ମାନ କଲେ, ଏଇ ଜାଗା ତ ଚଡିଟା ଏଇ ଜାଗା ଥିଲା, ଏଇ ଜଙ୍ଘ ଜାଗା ଚଡିଟା ଟେକି ନଥିଲି, ଏଇ ଜଙ୍ଘ ଜାଗା ଟେକି ନଥିଲି, ଦିଥର ପଚାରିଲ। ତାପରେ ପୁଣି କହିଲ AMS ନ୍ୟୁଜ୍ ଲୁଗାପଟା ଉଠେଇ ଓଡ଼ିଆ। ଦଉଛି, ପୁରା ଉଠେଇକି ବସିଛୁ, ଝିଅ ପିଲା ହଁ ହଁ ତମେ କହିଲ ଆଣ୍ଠେଇକି ବସିଥିଲି କି ନାଇଁ ପଚାରୁଛ କି ନାଇଁ, ଆଣ୍ଠେଇଥିଲୁ କଣ ପାଇଁ ବୋଲି? ଆଣ୍ଠେଇଲା ସାମନେ ବସିଛୁ, ଲୁଗାପଟା ସବୁ ଖୋଲିଦେଇଛୁ, ଏଇଟା ଗୋଟେ ଖରାପ ଲାଗୁଛି। ଆମର ଗାଧୁଆ ଘର ଲକ୍ଷେ ଟଙ୍କା ଖର୍ଚ୍ଚ କରିଛି। ଆଉ ଲୁଗାଟା ଅଣ୍ଟା ଜାଗେ ଟେକିଥିଲୁ ଦିଥର ପଚାରୁଛ କି ନାଇଁ? ସେଇଟା ତ ଟେକିଲୁ ବୋଲି କହିଲି ତତେ। ଆଉ ଚଡି କଥାଟା ବି କହିଛ, ଚଡି କଥାଟା କହିଲ, ଚଡି ବୁଢୀ AMS ଚଡିଟା ନ୍ୟୁଜ୍ ଜଙ୍ଘ ପାଖରେ ଓଡ଼ିଆ। ନଥିଲା ନା, ତ ଜଙ୍ଘ ପାଖରେ ଚଡିଟା ଦେଇନଥିଲୁ ନା। ଆଗରୁ ଦିଛକେ ଦେଖିଲି ସେଇ ଆଉ ଯୋଉ ଏକଟା ବସିଲେ ଚଡିଟା ଜଙ୍ଘରେ ରହିବନି ଆଉ କୋଉଠି ରହିବ, ମୁଣ୍ଡରେ ରହିବ କି?
ରହିବେ ତ ସେ କଥା ନୁହେଁ, ଯେ ଛିଡା ହେଇକି ଟାଣି ଆଣିଲୁ ସେଟା ଦେଖିକି ମୁଁ ନଡିଆ ଗଛ ଆଡେ ପଳେଇନି ଦିଶା। ମାନେ ତମର ଯାହାବି ତମେ ଯେକୌଣସି ଜିନିଷଟା ବି ଦେଖ, ତମର ଏଇଟା କଣ ଖୋଲମ ଖୋଲା ବୋଉଟାକୁ ପଚାରିବା ତମର ନିୟମ ଥିଲା? ତାମାନେ ତମେ ସେତିକି ଟାଇମ ମତେ ଠିଆ ହେଇକି ଦେଖିଥିବ ବୋଲି ପଚାରିଲ। AMS News ଯଦି ଗୋଟେ ଓଡ଼ିଆ ଶଶୁର ବୋଉ ମୁହଁକୁ ମୁହଁ ପଡୁଛି, ଏଠି ସାଙ୍ଗେ ସାଙ୍ଗେ କେମିତି ଆସିବ ବୋଲି ବାଟ ପାଉନି କି, ବୋଉ ଦେଖିଦେଲେ ବୋଉ ଆସିବ ବୋଲି ବାଟ ପାଉନି କି? ଯାଇଛି ନା ଆଉ ନାଇଁ? ତମେ ଯଦି ସାଙ୍ଗେ ସାଙ୍ଗେ ଆସିଛ, ତାହେଲେ ତମେ ଏତେ ଜିନିଷ ସବୁ ଲକ୍ଷ୍ୟ କରିନା କହିଲ କେମିତି ମତେ? ମୋ ଚଢି କୋଉଠି ଥିଲା, ମୋ ଲୁଗା କୋଉଠି ଥିଲା, ମୁଁ କଣ କୋଉ ପର୍ଯ୍ୟନ୍ତ ଟେକିଥିଲି, ଏରା ତମେ ତାହେଲେ ପଚାରିଲ ତାହେଲେ କେମିତି ଏତେ କିଛି ସବୁ ଜାଣିଲ? କିନ୍ତୁ ତମେ ତାମାନେ ସେତିକି ଟାଇମ ଦେଖିଛ ବୋଲି ମତେ ପଚାରିଲ ନା ଆଉ। ଯଦି ତମେ ସଡନ ପଳେଇ ଆସିଥାନ୍ତ ମତେ ଏତିକି କଥା ପଚାରି ପାରିଥାନ୍ତ କି? ମୁଁ ସଡନ ପଳେଇ ଆସିନି କି? ଆଉ ସଡନ ପଳେଇ ଆସିଲ ତ ଏତେ ସବୁ କେମିତି ଦେଖିଲ? ଆଉ ମତେ ମତେ ଏଇଟା ଯୋଉ AMS ପଚାରିଲ News ଟିକିନିକି କଥା ଖୋଳି ଓଡ଼ିଆ କେଞ୍ଚିକି ମତେ ବହୁତ ଖରାପ ଲାଗିଲା। ଦୁଇରେ ମୋ ଦେହରେ ତମେ ହାତ ମାରି ମାରିକା ପଚାରୁଥାଅ। ହାତ ମାଇନି? ଆମ ପିଠି ଆଗ ହାତ ମାରିନ, ଆଗ ମୋ ଡେଣାର ହାତ ମାରିଲ, ଏଇନା ଆଉଁଥିଲ ମୋ ଡେଣାଟାକୁ। ଏ ବୁଢୀ ମିଛ କଥା କାହିଁ କହୁଛୁ? ମୁଁ କହିନି ତୁ ରାଗିଲୁ କି କହିନି କାଇଁ? ନା କେବେ ମିଛ କହିବିନି ହେଲା। ମୁଁ ଯଦି ମିଛ କହିବି ମୋ ପାଟି ମୁଣ୍ଡ ପୋକ ପଡିଯିବ, ମୋ ପାଟି ମୁଣ୍ଡ ରାଗିଲୁ ଫିଟିବନି। କି ନାଇଁ ପଚାରିନି ତତେ? ନା ରାଗିଲ କି ନାଇଁ ପଚାରିନ। ତାପରେ ମୋ ପିଠିକି ଆଉଁସିକି କହିଲ କି ଆଉ ଆଜି ମୋ ଛୁଆଟାକୁ କେତେ ଦୁଃଖ ଲାଗିଥିବ, AMS ଆଉ News ମତେ ବି ଆଜି ଖରାପ ଓଡ଼ିଆ ଲାଗୁଛି, ତତେ ବି ବହୁତ ଖରାପ ଲାଗୁଥିବ, ଏମିତି କହିକି ମୋ ପିଠିକି ଆଉଁସିଲ। ତାପରେ ଏମିତି ମୋ କାନ୍ଧ ଆଗକୁ ଛାତି ଉପରକୁ ହାତରେ ନେଇଛ, ତାପରେ ମୁଁ ଏମିତି ସାଇଡ ହେଇପଡିଲି। ତାପରେ ଏଠୁ ଉଠେଇକି ଗଲି ରୋଷେଇ ଘରକୁ। ତାପରେ ରୋଷେଇ ଘରକୁ ଗଲା ବେଳକୁ ମୋ ପଛେ ପଛେ ଗଲ, ସେଇଠି ମତେ ରୋଷେଇ ଘରେ ପଚାରିଲ, ମୁଁ ଏମିତି ରୋଷେଇ ଘରକୁ ପଛ କରିନା ତମକୁ ଡାଳିମ୍ବ ଦେଲା ବେଳକୁ ସେଠୁ ଏମିତି ମୋ ପିଠି ଆଡକୁ ଏମିତି ହାତଟା ଆଉଁସି ନେଲ ମୋ ପିଠି ଆଡକୁ। ସେଠୁ କହିଲା ଆଉ ଏଇ ଜାଗା ତୋର ଅଣ୍ଟାଟା AMS ଏଇ ଅଣ୍ଟା News ଜାଗା ଲୁଗାଟା ଟେକିଥିଲୁ ଓଡ଼ିଆ ନା, ଆଉ ସେଇଟା ଆଣ୍ଠେଇଥିଲୁ କଣ କରୁଥିଲୁ? ମୁଁ କହିଲି ନା ବାପା ମୁଁ ଏକ ବସିଥିଲି, ମୁଁ ଆଣ୍ଠେଇବି କଣ ପାଇଁ, ମୁଁ ଏକ ବସିଥିଲି ଘିମିରି ମାରୁଥିଲି, ଆଣ୍ଠେଇବି କଣ ପାଇଁ? ତମେ ତଥାପି କହୁଛ ମୁଁ କହୁଛି ମୁଁ ଏକ ବସିବି, ତମେ କହୁଛ ନା ତୁ ଆଣ୍ଠେଇଥିଲୁ। ମୁଁ ଏଠିକି ଏକ ବସିବା ପାଇଁ ଯାଇଥିଲି ନା ଆଣ୍ଠେଇବା ପାଇଁ ଯାଇଥିଲି? ଆଣ୍ଠିକି ମାନେ ତମେ କଣ ଭାବୁଛ ମୁଁ ଆଣ୍ଠେଇଥିଲି ମାନେ ଏଠି କଣ କରୁଥିଲି? ଆଣ୍ଠ କଥା କହିନେଇ, ତୁ AMS ଅଦ୍ଭୁତ News ଲୁଗାଟା ଓଡ଼ିଆ ଫୁଲେଇ ଦେଇକି ବସୁଛୁ। ଆଉ ଲୁଗାଟା ଖୋଲିକି ଏକ ବସନ୍ତି ନା କେମିତି? ଏପଟେ ତାହେଲେ କେମିତି ଗୋଟେ ମଣିଷ ବସିବ? ମୁଁ କଣ ପୁଅ ପିଲା ହେଇଛି କି ଡ୍ରେସ ପିନ୍ଧି ହଁ ଚେନ୍ ଖୋଲି ଦେଇକି ଏକଡା ବସିବି? ମାନେ ମୁଁ ଗୋଟେ ଲୁଗାଟା ପିନ୍ଧିଛି, ଚଡି ପିନ୍ଧିଛି, ମୁଁ ସେଇଟା ସିନା ଖୋଲିଲେ ଏକଡା ବସିବି ନା ଆଉ ତା ଉପରେ ଏକ କରିବି? ହଁ ତମେ ସବୁ ଅଦ୍ଭୁତ ଟାଇପ ର କଥା ଗୁଡାକ ମତେ କହୁଛ। ଅଦ୍ଭୁତ ନୁହେଁ, ତୁ ବୁଢୀ ଖରାପ ଭାବୁଛୁ ନା। ଏରେ ମତେ କିନ୍ତୁ ଦେଖିଲା ମତେ ନିହାତି ଖରାପ ଲାଗିଲା। ତମେ 4-5 ଥର ଯୋଉ କହୁଛ, ମୁଁ ତମ ସହିତ କେବେ ବି ଭେଟ ହେଇନି, ଏଇଟା ତମ ସହିତ ମୁଁ ଫାର୍ଷ୍ଟ ଟାଇମ କାଲି ଭେଟ ହେଲି। ତମେ ମତେ କେତେବେଳେ ଦେଖିଥିବ ମୁଁ ଜାଣିନି, କିନ୍ତୁ ମୁଁ ତମକୁ ଏଇ ଥରେ ଦେଖିଲି। ଶୁଣୁ, ଉଠିକି ଆସିକି ଚଢି ଛିଡା ହେଇକି ଝିଙ୍କି ଦବୁ AMS ଦିଛକେ। News କାଲି ତ ଓଡ଼ିଆ ଏଟା ଅଦ୍ଭୁତ ଘଟଣା। ତାପରେ ନଡିଆ ଗଛକୁ ଦିଛକେ। ଆଚ୍ଛା ଟିଭି କାଲି ଦେଖୁନି କହିଲି ଦେଖିଆ? ନଡିଆ ଗଛ ଶୁଣୁ, ଗରମରେ ତୁ ରାନ୍ଧୁଛୁ କଣ କରୁଛୁ ମୁଁ ଆଉ ଦେଖୁଛି କି? ତୁ ଘର ଭିତରେ ଯାଇଛୁ, ତୁ ବସିଥିବୁ ନା ନାଇଁ? ଏସି ଚାଲିଛି କି ଫ୍ୟାନ ଚାଲିଛି, ତୁ ଘର ଭିତରେ ବସିଥିବୁ। ମୁଁ ସେଠୁ ବେଞ୍ଚ ଉପରୁ ଗଲା ବେଳକୁ ମୁଁ କଣ ଯାଉଛି ଟିକେ ଟିଭି ଦେଖେ, ଟିକେ ନା ମେଲେଇ ଦେଲା ବେଳକୁ ତୁ ପଡିଛୁ ଅଛାଟ ହେଇକି। ମୁଁ ଆଉ ଘରକୁ ପଶିବି କି? ପଳେଇ ଆସିଲି ମୋର। ମୁଁ ସେଇଦିନ ଆଉ ଟିଭି ଦେଖତେ ଯାଉନି। କି AMS ତମେ ତମର News ଯାଇନା ଓଡ଼ିଆ ବାହାରେ ବସ, ମୁଁ ତମକୁ କହୁଛି ଯା ଟିଭି ଦେଖିବ, ତମେ ଟିଭି ନ ଦେଖି ଯାଇନା ବାହାରେ ବସ। ନା ବୁଢୀ ଗରମ ହଉଛି, ତମେ ଟିଭି ନ ଦେଖିବାରୁ ମୁଁ ମୋର ଯାଇକି ଏସି ଲଗେଇକି ବସୁଛି, ଆଉ ତମେ ଟିଭି ଦେଖୁନ। ମୁଁ ମୋ ରୁମ ଟାରେ ମୁଁ କେମିତି ଶୋଇବି କି କେମିତି ବସିବି? ତା ବୋଲି କଣ ମୋ ରୁମ ଟା ଭିତରେ ମୁଁ ବସିନା କଣ ବାହାରେ ବସିଛି କି? ଆଉ ତମେ ମୋ ରୁମକୁ ହୁମୁକା ପଶିବା ପୂର୍ବରୁ ତମେ ମତେ ଆଗ ଟିକେ ଗୋଟେ ଯାହାହେଲେ ଗୋଟେ ଖଣ୍ଡିକାସ ମାରିକି ମୋ ରୁମକୁ ପଶିବ। ତମେ ତ ସଡନ ପଶିବାଟା ମୋ ରୁମକୁ ନିୟମ ହବନି କି? AMS News ରାଗିଛି ତ ଓଡ଼ିଆ ଘରେ ବସିଥିବ ଯାଇକି। ମୁଁ ଦେଖିବା କିଏ ଲଗେଇବ, ମୁଁ ତୋର ପଳେଇ ଆସିଲି। ମୁଁ ସେଦିନ ଆଉ ଟିଭି ଦେଖତେ ଯାଉନି। ଏଇରେ କଣ ଭଲ ନା? ତା ମାନେ ମୋ ରୁମ ଟା ବି ମୁଁ ଶୋଇବିନି, କେମିତି କଣ ଶୋଇବି ତମେ ସେଇଟାକୁ ପାରିବ ନା କଣ? ମୁଁ ଆଉ ଯାଉଛି କି? ତମେ ଯୋଉ କହୁଛ ଏଇଟା ଭଲ ନା। ମୋ ରୁମ ରେ ମୁଁ କେମିତି ଶୋଇବି? ତା ମାନେ ମୋ ରୁମ ରେ ମୋ ନିଜ ଇଚ୍ଛା ଶୋଇବାର ଅଧିକାର ବି ମୋର ନାହିଁ। ତମେ ଟିଭି ଦେଖିଲନି ବୋଲି ତ ମୁଁ ମୋ ରୁମରେ କବାଟା AMS ଖୋଲା News କରିନା କଣ ମୁଁ ଓଡ଼ିଆ ଅଚେତ ହେଇକି ପଡୁଛି କି? ମୁଁ କବାଟା ଦେଇକି ମୋର ଯେମିତି ଶୋଇବା କଥା ଶୋଉଛି। ତମେ ଯଦି ମୋ ରୁମ ପାଖକୁ ଯାଉଛ, ମତେ ଆଗ କବାଟା ଖଡ ଖଡ କରିବ କି ନହେଲେ ବୁଢୀ ଡାକିକି ଯିବ। ସଡନ ପଶିଗଲେ ତମର ଭୁଲ ହବ ନା ମୋର ଭୁଲ ହବ? ମୁଁ ପଶୁନି। ଟିକେ ମେଲେଇ ଦେଇଛି ଦେଖିନି ଏମିତି, ମୁଁ ଆଉ ପଶୁନି। ତମେ ସେ ଟିକେ ମେଲେଇ ବାଟେ ତମର ଭୁଲ ଅଛି। ତମେ ଗୋଟେ ବୋଉ ଗୋଟେ ଘର ଭିତରେ ଯାଇଛି ମାନେ ସେ କଣ କରୁଥିବ ଘର ଭିତରେ? ସେ ଶୋଇଛି କି କଣ କରୁଛି, ତାର ଭଲ ମନ୍ଦ କଣ କରୁଛି, ତମେ ଆଗ ମାନେ ମତେ ଡାକିବା ପୂର୍ବରୁ ଡାକ ପକେଇବ, ତାପରେ ଯାଇକି ଯିବ। ତମେ ସଡନ ଗଲ, AMS ତମେ କହୁଛ ମୁଁ News ଟିକେ ଦେଖିଦେଲି ମୁଁ ଓଡ଼ିଆ ପଳେଇ ଆସିଲି। ତାମାନେ ତମେ ଯୋଉ ଚୁପକି ଦେଖିଦେଲ, ବସିବି ବୋଲି କଣ ଗୋଟେ ମାନେ ଏମିତି ବସିବି ବୋଲି କଣ ନିୟମ ଅଛି କି? ନା ମୁଁ ଯଦି ବି ଶୋଇଲି, ମୁଁ କଣ ମାନେ ମୁଁ ଯୋଉ ଶୋଇଲି ମୁଁ କଣ ଉଲଂଘନ ହେଇନା ଶୋଇଥିଲି କି? ଯୋଉ ଅଚେତ ହେଇକି ପଡିଥିଲି ବୋଲି କହୁଛ, କଣ ମୋ ଦେହ ଲୁଗାପଟା କିଛି ନଥିଲା? ଥିଲା ତ ଗୋଡ ନାହିଁ। ଓ ତାମାନେ ମତେ ଗରମ ହଉଛି, ମୋର ଗୋଡ ଗୁଡାକୁ ଆଡେଇ ଦେଇକି ଶୋଇଥିଲି। ତମେ ଯଦି ଏତେ ଟିକିନିକି ଧରିବ ତାହେଲେ କେମିତି ଚଳିବ? ମୋ ରୁମ ଟାରେ ମୁଁ ଶୋଇଥିଲି ନା, ହଁ ମୁଁ ବାହାରେ ଶୋଇଲି, ତମେ କହିବ ହଁ ବୋଉଟା ଆମର ବାହାରେ ଏମିତି ଯୋଉ ନଙ୍ଗଳା ମୁତରା ହେଇକି ପଡୁଛି, ଆମକୁ ଗୋଟେ ଖରାପ ଲାଗୁଛି। ମୁଁ କହିଲି ରନ୍ଧା ବଢା କରୁଛି, ଗରମ ହେଇଛି ଯାଇକି ବସିଥିବ।
ଯାଉଛି କହିବି ନଗେଇଦବ ଟିଭି ଦେଖିବି ଯେମିତି। ହଁ ତମେ ଯଦି ଶୋଇଲ ମୁଁ ତମେ ଯଦି ପଳେଇ ଆସିଲ ମତେ ଡାକିଲନି କି ବୁଢୀ ଆଉ ଟିଭିରେ ଟିକେ ଲଗେଇଦେମି ଦେଖିବି ବୋଲି ନା ତମକୁ ମୁଁ ଡାକେନି। ମୁଁ ତ ତମକୁ କୁହେ ଟିଭି ଯାଅ ଦେଖିବ ବୋଲି ତମେ କହିବ ନା ଗରମ MS ହଉଛି ଘଣ୍ଟା News ଭିତରେ। ଓଡ଼ିଆ ମତେ ଖରାପ ଲାଗିଲା ମୋର ଆଉ ଡାକିଲି। ତମକୁ ଖରାପ ଲାଗିଲେ ପୁଣି ମୁଁ କଣ କରିବି? ମୋ ରୁମ ଟା ମୁଁ ପୁଣି ମୋର ଯେମିତି ବସା ଉଠା କି ଶୁଆ ବସା କରିବା ତମ ରୁମ ଭିତରେ ତମେ କେମିତି ଶୋଉଛ ସେଇଟା କଣ ମୁଁ ନଜର ରଖୁଛି ନା ଯାଇନା ତମକୁ ଡାକୁଛି ନା ଯାଇନା ତମକୁ ପଚାରୁଛି। ଆଉ ସେମିତି ଗୋଟେ ବୋଉଟା ଗୋଟେ ଘର ଭିତରେ କଣ ଶୋଇବେ କଣ ବସିବ ସେଇଟା କଣ ପଚାରିବ? ଠିକ କଣ୍ଟ୍ରୋଲରେ ରହିବୁ। ଗାଧୁଆ ତିଆରି ହେଇଛି ଆମର ଗାଧୁଆ MS News ସେଇଟା ଓଡ଼ିଆ ତମେ ପଚାରିବା ଶୈଳୀଟା ତମର ଠିକ ହେଲାନି। ତମେ ତମେ ଯୋଉ ଜିନିଷ ଗୁଡା ମତେ ପଚାରିଲ ସେଇଟା ତମେ ମତେ ପଚାରିଲନି। ତମର ପଚାରିବାଟା ଫାଷ୍ଟ ହଉଛି ତମେ ପଚାରିବା ନିୟମ ନଥିଲା। ଆଉ ଦ୍ୱିତୀୟରେ ଯଦି ପଚାରିଲ ମୁଁ ଖରାପ ଭାବିନି। ଦ୍ୱିତୀୟ ତମେ ମତେ ସେଥିପାଇଁ ମୁଁ ତତେ କୁହନି ତୁ ଏଇଟା କଣ ଏଇଆ କରିବୁ। କାଲି ମୁଁ ସେଇଟା ବୋଉଙ୍କୁ କହିଲିନି ଡାକିକି ତମେ ମତେ ପୁଣି କଣ କହିଲ ନା ମୁଁ ବୋଉକୁ ଏରା କିଛି ଜଣେଇନି। ହଁ ବୋଉ ଆଗରେ ବୋଉ ସାମ୍ନାରେ ଯଦି କହିବି କି ବୋଉକୁ ଜଣେଇବି ସେ ଚାରିଆଡେ କାନ କରିବ ଏଇଟା କଣ ଠିକ? ବାପ ହେଇକି ପୁଅ ଆଗରେ ଏଇ କଥା କହିବି ନା? ହଁ କହିନି କି? ସେଇଟା ତ ଯେତେବେଳେ ତମ ପୁଅକୁ ଯେତେବେଳେ କହିଲ ତମ ପୁଅ ମୁହଁ ତଳକୁ ହେଇଯାଇଛି। ତମ ପୁଅ କହିଲେ ବାପ ତ ଏଇଭଳିଆ MS କଥା ସବୁ News ପଚାରୁନି ଏଇଭଳିଆ ଓଡ଼ିଆ ବ୍ୟବହାର କରୁଛନ୍ତି ମୁଁ କେବେ ବିଶ୍ୱାସ କରିପାରୁନି। ଆଉ ପୁଅଟା ଆଗରେ କହିବି ମୁଁ ତ କେବେ ବିଶ୍ୱାସ କରିପାରିଲିନି। ତମେ ମୋ ସହିତ ଏମିତି ଏତେ ବ୍ୟବହାର କରିବ ମୁଁ ମାନେ 1.5 ବର୍ଷ ବାହାଘର ହେଲାଣି ମୁଁ କେବେ ବି ଏମିତି ତମର ଦେଖିନଥିଲି କି ଏମିତି ଶୁଣିନଥିଲି। କାଲି ଫାଷ୍ଟ ଟାଇମ ପାଇଁ ଶୁଣିଲି। 4-5 ବୁଢୀ ମୁଁ ଦେଖିନି ଏ ସବୁ ମୋ ମନରେ ଧାରଣା କିଛି ନାହିଁ। ଝରକା ପାଖରେ ମତେ ଦେଖୁଛ ମତେ ଜାଣିନି। ଯଦି ବି ତମେ ମତେ ଦେଖିଲଣି 5 ଥର ପର୍ଯ୍ୟନ୍ତ ଯାଉଥିଲା କଣ ପାଇଁ? ତମେ ମତେ ଯୋଉଦିନ ଥରେ ଦେଖିଲ ତମେ ମତେ ସେଇଦିନ କହିପାରିଥାନ୍ତ ବୋଉ ହାତରେ କି ବୁଢୀ କହିବ ଆଉ ଆମର ଗାଧୁଆଘରେ ଏକ କରିବ ଆଉ ବାହାରକୁ ଯିବନି ଆଉ କେତେବେଳେ ମୁହାଁମୁହିଁ ହେଇଗଲେ ଖରାପ ଲାଗିବ। ସରିଲା କଥା। ସେଇଠି ମତେ ବୋଉ କହିଦେଇଥିଲେ ମୋର ସେଇଦିନଠୁ ମୋର ବାହାରକୁ ଯାଇନଥାନ୍ତି ମୋର ଲାଟ୍ରିନ୍ ଭିତରେ ଏକ କରିଥାନ୍ତି। ତମେ 4-5 ଥର ପର୍ଯ୍ୟନ୍ତ ଯାଉଥିଲ କଣ ନାହିଁ? ସେ 4-5 ଥର ଯେମିତି ଯାଆନ୍ତି ସେମିତି MS ଯାଉଛି ତାର News ସେଟା ଦେଖିବି। ଓଡ଼ିଆ କାଲି ଯୋଉ ଘଟଣାଟା ଅଦ୍ଭୁତ ଘଟଣାଟା ଦେଖିବି ସେଠୁ ଅଦ୍ଭୁତ କାଲି କଣ ମୁଁ ଏକ ବସିଥିଲି ନା କଣ କରୁଥିଲି ସେଠି? ତାମାନେ ତମେ ମତେ କେତେ ଟାଇମ ସେଠି ଠିଆ ହେଇକି ଦେଖିଥିଲ? ମୁଁ ଆକ୍ଚୁଆଲି ମୁଁ ଦେଖିଛି ତମକୁ ଠିକ ତମେ ଠିଆ ହେଇଛ ମୁଁ ମାନେ ଅନେଇଲା ବେଳକୁ ତମେ ସାଇଡ ହେଇଯାଇଛ। ମୁଁ ଭାବିଲି ତମ ପୁଅ ଆସିଲେ ବୋଲି। ତାପରେ ପୁଣି ଆଉ ଥରେ ଯେତେବେଳେ ଠିଆ ହେଇଛ ତାପରେ ମୁଁ ଅନେଇ ଦେଲା ବେଳକୁ ତମେ ପଳେଇ ଆସିଲ। ଆଉ ସେ କେତେ ଯାଇକି ଗନି ନଡିଆ ଗଛ ଆଡେ। ସେଇଠି ତମକୁ ମୁଁ ଦେଖିଛି। ଦେଖିଲା ମାନେ ତାମାନେ ତମେ କହୁଛ କି ମୁଁ ଏତେ ସବୁ ଦେଖିଲି ମାନେ ଏତେ ମାନେ ଗୋଟେ ଲୋକ ଗୋଟେ ମଣିଷ ଦେଖିଲା ପରେ ଏକ କରୁଛି ସେ ଯାହା କରୁଛି ଭଲ ମନ୍ଦ ଦେଖିଲା ପରେ ଖରାପ ଦେଖିଲା ପରେ କି ସେ ସାଙ୍ଗେ ସାଙ୍ଗେ ସାଇଡ ହେଇକି ପଳେଇ ଆସିବା କଥା। ତମେ ଯେତିକି କଥା MS କହୁଛ ତମେ ତ News ଯିବ ଓଡ଼ିଆ ତମେ 4-5 ମିନିଟ୍ ତମେ ଠିଆ ହେଇକି ଦେଖିଛ ବୋଧେ ନା କଣ ତମେ ସେଇଭଳିଆ କଥା କହୁଛ। ହେରେ ମୁଁ କହୁଛି ମୁଁ ସାଙ୍ଗେ ସାଙ୍ଗେ ଯାଇକି ନଡିଆ ଗଛ ଆଡେ ପଳେଇଲି ମତେ ଖରାପ ଲାଗିଲା। ତାପରେ ତତେ ସଞ୍ଜକୁ ଖାଇତେ ଦେବି। ତମେ ଯଦି ପ୍ରକୃତରେ ଖରାପ ଲାଗିଥାନ୍ତା ଏଇ ଜିନିଷ ଗୁଡା ତମେ ମତେ କେବେ ଖୋଲମ ପଚାରି ପାରିନଥାନ୍ତ। ଏଇଟା ତମେ ମାନେ ଖରାପ ସେଇ ଜିନିଷଟା ଯଦି ଏଇଟା ମୁଁ ତମକୁ ସେଇଠି ଉତ୍ତର କାଲି କଣ ଦେଲି? ତମେ ଯେତେବେଳେ କହିଲ ଆଜି ଲାଜ ଲାଗିଥିବ ବହୁତ ଖରାପ ଲାଗିଥିବ ବୋଲି ମୁଁ କହିଲି ଦେଖ ତମେ ହଉଛ ବାପା ମୁଁ ହଉଛି ଛୁଆ ମୁଁ ତମ ଆଗରେ ଛୁଆ ଏତେ ଲାଜ ଲାଗି କଣ? ଆଜି ତମ ଝିଅ ହେଇଥାନ୍ତା ତମ କଣ ଲାଜ ମାଡିଥାନ୍ତା? ଗୋଟେ ବାପା ମା ଆଗରେ ଗୋଟେ ପିଲା ଛୁଆ କେତେ କଣ କରି ପକଉଛନ୍ତି। ଆଉ ମୁଁ ସାମାନ୍ୟ ଖାଲି ଏକଟା କରୁଛି କଣଟା MS କରୁଛି ମୁଁ News ତମ ସାମ୍ନାରେ ଓଡ଼ିଆ ମୁଁ କଣଟା ମୁଁ ତ ଜାଣି ଶୁଣି କରିନି ତମ ସାମ୍ନାରେ ତମେ ଠିଆ ହେଇଛ କି ତମ ସାମ୍ନାରେ ମୁଁ କରିନି। ତମେ ମତେ କେତେ ଥର ରାତିରେ ଡରେ ବୋଲି କେତେ ଥର କହିଛ ଆଉ ତୁ ବୁଢୀ ମତେ ଉଠେଇବୁ ଏକ ମୁଁ ଠିଆ ହେବି ତୁ ଏକ ଯିବୁ। ତମକୁ ମୁଁ କେତେଥର ଯାଇକି ଡାକିଛି ବାପା ଆସ ଠିଆ ହବ ମୁଁ ଏକ ଯିବୁ ଡାକିଦେଇଛି କେବେ? ଡାକିଦେଇଛି କି ବାପା ଆସ ତମେ ଠିଆ ହବ ମୁଁ ଏକ ଯିବି ବୋଲି? ଆଉ ଯଦି ମାନେ ତମେ ଆସ ଠିଆ ହବ ମୁଁ ଏକ ଯିବି ବୋଲି ଡାକୁନି ତମ ସାମ୍ନାରେ ମୁଁ କିନ୍ତୁ ଏକ କରିବି। ମୁଁ ଏକ କଲା ଭିତରେ ତମେ କଣ ଦେଖୁଥିବ କଣ କରୁଥିବ ସେଇଟା ମୁଁ ଜାଣିନି। ଯଦି ତମେ ଥରକୁ 2 ଥର ଦେଖିଲ ତମେ ସେଇଟା ବୋଉ ଆଗରେ କହିବା କଥା କି ତୁ ଯା ବୋଉକୁ ମନା କରିବୁ ଆଉ ଏରା ଆଖି ସାମ୍ନାରେ ପଡୁଛି ଭଲ ଲାଗୁନି ଖରାପ ଲାଗିବ ନିଜକୁ। MS ଆଉ News ଲୋକ କାଳେ ଓଡ଼ିଆ କିଏ ଦେଖିବ କଣ କରିବ ଖରାପ ଭାବିବ ଆଉ ଆମେ ନିଜ ଲୋକରା ବୋଲି ଦେଖିଦେଉଛି ତୋ ବୋଉ କହିବୁ ଗାଧୁଆ ଘରେ ଏକ ବସିବୁ ସରିଲା କଥା ସେଇଠୁ ସରିଥାନ୍ତା। ତମେ ନିଜେ ତ ପଚାରିଲ ପୁଣି ଏଇ ମାନେ ପଚାରିବା ଶୈଳୀରେ ବି ତମେ ପଚାରିଲନି। ମାନେ ଯେମିତି ଗୋଟେ ସୀମା ଟପିଗଲ ପୁରା। ସେକର ପାଚିଟା ଉଞ୍ଚା କମ ରାସ୍ତାଟା ଉଞ୍ଚା ବେଶୀ ସେକର ଲୋକ ବି ଯାଉଛନ୍ତି। ଏବେ ମୁଁ ନା ଗେଟ୍ ଖୋଲି ଦେଇଛି। ଗେଟ୍ ଖୋଲି ମୁଁ କୋଉ ଘରେ ଏକ ଯାଉଛି କୋଉ ଘରୁ ଲାଟିନ୍ ପଛକରେ ଏକ ବସିଛି ନହେଲେ ଆମ ଯୋଉ ଶୋଇବା ଘର ପଛକରେ ଏକ ବସିଛି। ସିଆଡୁ ଲୋକ ଆସିଲେ କୋଉଠୁ? ଲୋକ ସେକରେ ଯାଉଛନ୍ତି। ଲୋକ ତାଙ୍କ ବାଟେ ଯାଉଛନ୍ତି ନା କିଏ କୋଉଠି ଏକ ବସିଛି ଲୋକ ଦେଖୁଛନ୍ତି? ଗୋଟେ ବାଇଚାନ୍ସ କିଏ ଅନେଇ ଦେଲା ଏରା ନିଜର ଭାବନାଟା ହଉଛି ଭୁଲ ହେଲା। MS News ନିଜର ଚିନ୍ତାଧାରା ଓଡ଼ିଆ ନିଜର ଭାବନା ସବୁଠୁ ଖରାପ। ମୁନା ଘରେ ଗେଟ୍ ଖୋଲି ଦେଇକି ଯାଇଛି। ସେ ଗେଟ୍ ଖୋଲିଲେ ବି ଯିଏ ବି ଯେତେବେଳେ ବି ଆସିଛନ୍ତି କିଏ ତ ସଡନ ଆମ ବାରିଆଡେ ପଶନ୍ତିନି କି ଲୋକମାନଙ୍କ ପାଟି ଶୁଣିଲେ କଣ ମୁଁ ଉଠିବି ମୋର କଣ ଏତେ ଅବିବେକି ଯେ ଲୋକମାନଙ୍କ ପାଟି ଶୁଣିଲେ ମୁଁ ଏକ ବସିବି ମୁଁ ଉଠିବିନି। ଏଟା ବି ଦିପହର ସମୟଟାରେ ମୁଁ ଏକ କାଲି କେତେବେଳେ ଯାଇଥିଲି 2:30 ହେଇଥିଲା ମୁଁ ଏକ ଯାଇଥିଲି। ଦିପଟରେ କିଏ ନ ଶୋଇକିନା କିଏ କାହା ପର ଘରକୁ ଆସିଛି। ମୁଁ ହଁ ସାମ୍ନାରେ ଏକ ବସିଥିଲି ହଁ ଗେଟ୍ ଟା ଖୋଲା ଅଛି ମୁଁ ସାମ୍ନାରେ ଏକ ବସିଛି କିଏ ପଳେଇ ଆସିବ। ମୁଁ ତ ଘର ପଛକରେ ଯାଇକି ଏକ କରୁଥିଲି। ଗେଟ୍ ଖୋଲା ଅଛି ସେକର ଉଞ୍ଚାଟା ରାସ୍ତା ପାଚେରୀ କମ ସଦାବେଳେ ଗୋଟେ ଅଭ୍ୟାସ ହେଇଗଲେ ଖରାପ ନା ନାଇଁ କହ?
ତମେ ଯୋଉଟା ମତେ କହିଲ ମୁଁ ମୁଁ ମାନୁଛି ଠିକ। ତମେ ଯୋଉଟା ମତେ କହିଲ ଠିକ, ଯୋଉଟା ଫାଷ୍ଟ ଯେତେବେଳେ ଷ୍ଟାର୍ଟ କଲ ତମର ସବୁ ଠିକ ଥିଲା। ତାପରେ ଧୀରେ ଧୀରେ ଯେତେବେଳେ ହସି ହସିକା ଯୋଉ ସବୁ ହାତ ମାରିକି ମୋ ପିଠିରେ ହାତ ମାରିକି ଯୋଉ ଧୀରେ ଧୀରେ ସବୁ କଥାଟାକୁ ବଢେଇଲ, ସେଇଟା ମତେ ଖରାପ ଲାଗିଲା ତମ କଥା ଗୁଡାକୁ। ତାପରେ ମୁଁ ତମକୁ ତାହେଲେ କଣ ନାହିଁ, ତମେ ଯଦି ମତେ ଭଲ ବତଉଥିଲ ମୁଁ ମାନେ ଏତେ କଳି ଝଗଡା ହେଇଛି ତମ ନାଁରେ ମୁଁ ମିଛ କହିନି, ଆଜି କଣ ମିଛ କହିବି? ତମ ନାଁରେ ମିଛ କହିଲେ ମତେ ଫାଇଦା କଣ ମିଳିବ? ମତେ ଏତିକି କୁହ। ତମ ସହିତ ମୁଁ ଝଗଡା ହେଇଥିଲା, ହଁ ମୋ ବୋଉ ମୋ ସହିତ କଳି ହେଇଛି ବୋଲି ସେଥିପାଇଁ ମୋ ନାଁରେ ମିଛଟା ନଗେଇ ଜୁଟେଇ କହୁଛି। ତମ ସହିତ ମୁଁ ଝଗଡା ହେଇନି, ତମ ସହିତ ମୁଁ ଭଲରେ ଚଳୁଥିଲି। ତାହେଲେ ତମେ ମତେ ଯଦି ତମେ ମତେ ଭଲ କଥା କହୁଥିଲ କି ଆମ ଶ୍ୱଶୁର ବୋଉ ଭିତରେ ବାପ ଝିଅ ଭଳିଆ କଥା ହଉଥିଲି, ତାହେଲେ ମୁଁ କାହିଁ ସଡନ ଯାଇକି ସାଙ୍ଗେ ସାଙ୍ଗେ କବାଟଟା ଖେଳିକି ତମ ପୁଅକୁ ଫୋନ କଲି? କାହିଁକିନା ତମ ଉପରେ ମୋର ସେତିକି ବିଶ୍ୱାସ ତୁଟିଗଲା ବୋଲି ମୁଁ ସଡନ ମୋର ମୋ ନିଜ ମୁଁ ମାନେ ଆଉ ଡରିକି ପୁରା ଛାନିଆ ହେଇଗଲି। ତମ ଉପରେ ମୋର ଆଉ ଭରସା ବିଶ୍ୱାସ ପାଇଲାନି ବୋଲି ମୁଁ ସାଙ୍ଗେ ସାଙ୍ଗେ ଯାଇ କବାଟଟା ଖେଳିକି ତମ ବୋଉକୁ ଫୋନ କରିଥାନ୍ତି। ବୋଉ ଦେଖିଲି ବୋଉ ଫୋନଟା ଛାଡିକି ଯାଇଛନ୍ତି, ଆଉ କାହାକୁ ଡାକିବି? ତାପରେ ସାଙ୍ଗେ ସାଙ୍ଗେ ତମ ପୁଅକୁ ଫୋନ କଲି। ତଥାପି ତମ ରୁମ ସାମ୍ନାରୁ କବାଟ ସାମ୍ନାରୁ ମୁଁ କବାଟ ଦେଲା ପରେ ଦିଥର ଫେରିକି ଯାଇଛ। ତାପରେ ଆଉ ଥରେ ଆଣିଲ ଡାଳିମ୍ବ ଯାଚିବା ପାଇଁ, କହିଲ ଡାଳିମ୍ବ ଖାଇବୁନି କି? ମୁଁ କହିଲି ନା, ଥୁଆ ହେଇଥାଉ ମୁଁ ପଛେ ଖାଇବି।